ଯାଇଥିଲି ମନ୍ତ୍ରୀଙ୍କୁ ମୁଁ ଅନୁରୋଧ କରିଥିଲି ଯେ ଆପଣଙ୍କୁ ମୁଁ ଆସିକି କହିଲେ ବୁଝେଇ ହବନି, ଆପଣ ଆସିକି ପରିସ୍ଥିତି ଟିକେ ହୃଦୟଙ୍ଗମ କରିବା ଉଚିତ, କାରଣ ଏଇଟା ଗୋଟିଏ ସର୍ବକନିଷ୍ଠ ବିଶ୍ୱବିଦ୍ୟାଳୟ। ତେଣୁ ଆମେ ବୋଧେ ପାତର ଅନ୍ତର କରିବା ଉଚିତ ନୁହେଁ ଏବଂ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟକୁ ତାର ଐତିହ୍ୟକୁ ଆଖିରେ ରଖିକି ଆମେ କିଛି ଭିତ୍ତିଭୂମି ପାଇଁ କିଛି ସାହାଯ୍ୟ ଆମେ ସରକାରଙ୍କ ତରଫରୁ ଆଶା କରୁଛୁ। ମୁଁ ତେଣୁ ବୁଝେଇଥିଲି ଏବଂ ସେ ପ୍ରତିଶ୍ରୁତି ଦେଇଥିଲେ ଏବଂ ପ୍ରତିଶ୍ରୁତି ରକ୍ଷା କରି ଆଜି ଆସିଛନ୍ତି। ସେଥିପାଇଁ ମୁଁ ଅତି କୃତଜ୍ଞ। ଆଉ ଖୁବ୍ କମ୍ ଦିନ ଭିତରେ ଆମକୁ ଭିତ୍ତିଭୂମି ପାଇଁ ବି 6 କୋଟି ଟଙ୍କା ଦିଆହେଇଛି, ତାକୁ BSNL କୁ ମଧ୍ୟ ଦିଆଯିବ ଆଉ ୱାଇଫାଇ ପାଇଁ। ସେଇଥିପାଇଁ ମଧ୍ୟ ମୁଁ କୃତଜ୍ଞତା ପ୍ରକାଶ କରୁଛି। ଆଉ ମୁଁ ଚାହୁଁଥିଲି ସେ ତାଙ୍କ ମୁହଁରେ ସ୍ୱୀକାର କରନ୍ତୁ ଯେ ଏଠି ସ୍ଥାୟୀ ଅଧ୍ୟାପକ ନାହାନ୍ତି ଏବଂ କର୍ମଚାରୀ ବି ନାହାନ୍ତି। ତେଣୁ ମୁଁ ତାଙ୍କୁ ଆଜି ବୁଝେଇଲି ଯେ 112 ଜଣ ଅଧ୍ୟାପକ ଅଧ୍ୟାପିକା ଏଠି ଆପଏଣ୍ଟମେଣ୍ଟ ହେବା ଦରକାର ଏବଂ କର୍ମଚାରୀ ମଧ୍ୟ ନାହାନ୍ତି। ତେଣୁ ବିଶ୍ୱବିଦ୍ୟାଳୟ ନାହିଁ ନାହିଁରେ ଚାଲିଛି। ଆଉ ଆଜି ବି କହିଲି ଯେ ଏଠି କେତେ ଗରମ ହେଉଛି ଦେଖନ୍ତୁ। 100 ବର୍ଷ ତଳ 50 ବର୍ଷ ତଳର ଏଇ ସେଣ୍ଟେନାରୀ ହଲ୍ ଆମର। ତେଣୁ ଗୋଟେ ସୁନ୍ଦର ଷ୍ଟାଡିୟମ ଆମେ ଅଡିଟୋରିୟମ ଗୋଟେ ପିଲାଙ୍କୁ ଦବା ଯୋଉଠିକି 2-3 ହଜାର ପିଲା ବସିକି ଆଗକୁ ମିଟିଂ ଆମେ କରିପାରିବା। ଏଇଟା 147ତମ ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ଶିକ୍ଷାନୁଷ୍ଠାନ 1, ତାର ସେଇ ଭୂମି ବି 1, ଆତ୍ମା ବି 1, ସବୁ 1। ଯଦି ଆମେ 3 ବର୍ଷର ଭିବିଗିରି କୋଉଠୁ ଆସିଲେ, ଯଦି ଆମେ 3 ବର୍ଷର ବିଶ୍ୱନାଥ ଦାସ କୋଉଠୁ ଆସିଲେ, ଯଦି ଆମେ 3 ବର୍ଷର ଅକ୍ଷୟ ପ୍ରଫୁଲ୍ଲ ମହାନ୍ତି ଆଲୁମିନି କୋଉଠୁ ଆସିଲେ। ତେଣୁ 3 ବର୍ଷର ନୁହେଁ, 3 ବର୍ଷ ତଳେ ଆମକୁ ବିଶ୍ୱବିଦ୍ୟାଳୟକୁ ଉନ୍ନୀତ କରାଗଲା, କିନ୍ତୁ ମହାବିଦ୍ୟାଳୟ ହିସାବରେ ଆମେ 100। ଧନ୍ୟବାଦ ସାର୍। କିଛି କନଫ୍ୟୁଜନ ନାହିଁ ଏଥିରେ। ଆପଣଙ୍କୁ ଜଗନ୍ନାଥ ଦୀର୍ଘାୟୁ କରନ୍ତୁ ଏବଂ ଆପଣ ଲେଖନୀ ନିଶ୍ଚିତ ଏହି ଆମକୁ ଭେଟି ଦିଅନ୍ତୁ। ଧନ୍ୟବାଦ ସାର୍, ଧନ୍ୟବାଦ। ଏବଂ ବର୍ତ୍ତମାନ ମୁଁ ଆଶୀର୍ବାଦ ରଖିବାକୁ ସଂକ୍ଷିପ୍ତ ଆଶୀର୍ବାଦ ରଖିବାକୁ ଅନୁରୋଧ କରିବି ଶ୍ରୀଯୁକ୍ତ ଭଗବାନ ପାଣି ସାର୍ ମହୋଦୟ। ମୁଁ ପଚାରିଲି ପିଲାମାନଙ୍କୁ କିଏ ମାଗୁଥିଲା କୁହ। ନାଇଁ କରାହେଇଛି, ସେଟା ରେଜିଷ୍ଟର କହିପାରିବେ, କାରଣ ରେଜିଷ୍ଟର ତ କାର୍ଡ ଛାପିକି ନାଇଁ ସେଇଟା ତ ମୁଁ ଆଉ 2ଟା କାର୍ଯ୍ୟକ୍ରମ ଭିତରେ ଏତେ ଗୁଡ଼େ କାର୍ଯ୍ୟକ୍ରମ ଭିତରେ ଆଉ ମୁଁ ସେଟାକୁ ତ ଦେନି। କିନ୍ତୁ ସିଣ୍ଡିକେଟ୍ ତ ଆମର ପଲିସି ମେକିଂ ବଡି, ଆମେ ତ ତାଙ୍କୁ ଉପେକ୍ଷା କରିବାର କୌଣସି କାରଣ ବି ନାହିଁ।